ଶୀତ ଦିନେ ମେଥି ଶାଗ, ମେଥି ପରଠା ଖାଇବାକୁ ଲୋକମାନେ ପସନ୍ଦ କରନ୍ତି। କିନ୍ତୁ ଜାଣିଛନ୍ତି କି ଏହା ଆପଣଙ୍କୁ କେତେ କ୍ଷତି ପହଞ୍ଚାଇବ? ଶୀତ ଦିନେ ଘରେ ଥିବା ମେଥି ପରଠା, ମେଥି ଶାଗ, ଆଳୁ ବା ଆଳୁ ମେଥି ତରକାରୀ ହୋଇଥାଏ। ମେଥି ଶାଗ ଓ ପରଠା ଖାଇବା ଯେତିକି ସ୍ୱାଦିଷ୍ଟ, ସେଗୁଡ଼ିକ ତିଆରି କରିବା ସେତିକି ସହଜ। ମେଥିରେ ଏଥିରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ମେଥି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରିବାରେ ଉପଯୋଗୀ, କିନ୍ତୁ ଏହାକୁ ଖାଇବା ପରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ। ଯଦିଓ ମେଥିର ବ୍ୟବହାର ହଜମ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ, କିନ୍ତୁ ଯଦି ଏହାକୁ ଅଧିକ ଖାଆନ୍ତି ତେବେ ଏହା ପେଟକୁ ବିବ୍ରତ କରିପାରେ। ସୁଗାର ସ୍ତର ହ୍ରାସ କରିବାରେ ମେଥି ସାହାଯ୍ୟ କରେ। ମଧୁମେହ ରୋଗୀମାନେ ରାତିସାରା ଭିଜା ଯାଇଥିବା ମେଥି ପାଣି ପିଅନ୍ତି, କିନ୍ତୁ ଅତ୍ୟଧିକ ସେବନ କଲେ ଏଥିରେ ଥିବା ପୋଷକ ତତ୍ତ୍ୱ ସୁଗାରକୁ ଯଥେଷ୍ଟ ହ୍ରାସ କରିପାରେ। ଶରୀରରେ ସୁଗାର ସ୍ତର ଅତ୍ୟଧିକ ତଳକୁ ଖସିପାରେ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ଅଟେ। ହେଲେ ଆପଣ କେବେ ଭାବିଛନ୍ତି କି ମେଥି ଶାଗର ସ୍ୱାଦ ବେଳେବେଳେ ସ୍ୱାସ୍ଥ୍ୟ ପାଇଁ କ୍ଷତି ପହଞ୍ଚାଇପାରେ? ଏଥିରେ ଅନେକ ଭିଟାମିନ୍ ଏବଂ ଉପାଦାନ ଥାଏ, କିନ୍ତୁ ବେଳେବେଳେ ଏହାକୁ ଖାଇବା ଠାରୁ ଦୂରେଇ ରହିବା ଉଚିତ। ଆସନ୍ତୁ ଜାଣିବା ଏହାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ। ମେଥି ଖାଇବା ଦ୍ୱାରା ରକ୍ତଚାପ ରୋଗୀଙ୍କ ପାଇଁ ବିପଦଜନକ ପ୍ରମାଣିତ ହୋଇପାରେ, କାରଣ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଶରୀରରେ ସୋଡ଼ିୟମ ସ୍ତର କମିଯାଏ ଏବଂ ଏହି ଭୁଲ ରକ୍ତଚାପକୁ ହ୍ରାସ କରିପାରେ। ତେଣୁ ଯଦି ଆପଣ ଉକ୍ତ ରକ୍ତଚାପର ରୋଗୀ, ତେବେ ମେଥି ଶାଗ ପରି ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ।